ଥିବ ନା ଆଉ ତ ପଳେ ପଳେ ଗଲେ ତ ଏକିରେ ଯିବ ନା ଏଇখানে ତ ଘର ବାଗର ଅଛି କହୁଛି ଜଲ୍ଦି ବେଶ କରି ଶୋଇ ପଡିବି ଶାଶୁ ଘର ଗଲେ କିସ କରିବୁ ଫଟେଇ ଗଲା କିସ ଖାଇବା ପାଣି ମାରି ତ ଦାଦା କହିଲା ପୁଣି ମାନେ ବାପ ଝିଅ ହଉଛ କୁଆଡେ ଆଉ ତେ ଯିବି ଯେ ତୁ କହିବୁ ଯେ ଭାଇ ଭଉଣୀ ର ହଉଛି ଅନାନି ତତେ ଘର ଦେଖିଛି କୁଟା ଯାଇକି ଭାତ ରାନ୍ଧିବି ତମେ ବାପା ଖାଲି କହୁଛ ମତେ ଆଉ ତ ପୁଅ କହୁଛ ବାହାରକୁ ନେଇଯାଅ କିଏ ଜାଣେ ଗୋଟେ ଝିଅଟା ଖୋଜୁନି ବାହାଘର କରିବା ପାଇଁ ସୀମା ତା ଭାଇ ପାଇଁ ସାନ ଭାଇ ବାହା ହଉଛି ଆଉ କାମ କରିବନି ନା ସମସ୍ତେ କାମ କଲେ ତୁ ତାଙ୍କ ସାଙ୍ଗରେ ପଡିକି କାମ କରିବୁ ତୁ ସଉକର ଖାଇବୁ ନା କିଏ ହଁ ତୁ ତାଙ୍କ ମନ ନା ସେ ତତେ ଭଲ ରଖିବେ ନା କଣ ସେଟା ମୁଁ ତାକୁ କହିଦେଇଛି ମାନେ ଏଟା ମା କହିବି ଯେ ମା ଫୁଲେଇ ଦବ ଝିଅ ମାନଙ୍କୁ ସେ କଥା ହେଇପାରିବନି ତୁ ଜାଣିଥିବୁ ମା ଆସିକି କେତେ ବର୍ଷ ହେଲା ଖଟିଲାଣି ଏବେ ସିନା ମୁଁ ପାରୁନି କାମକୁ ଆଉ ତମେ ଖଟିବନି ତମେ ଭାଇଟା ବାହା ଯାଇକି ମାର ଦୁଃଖ ଉଡି ଯିବ ଭଲ ରାଜା ମଝି କାଞ୍ଚାର ରାଜା ଜାଣିଛି ସେ ଖବରଟା ନା ମୁଁ ତାଳ ଛୋଟ ସେଠି ତାଳ କାଟୁଥିଲି ଛୋଟ ମୋଟ ଆସିଥିଲେ ଆର ବର୍ଷ ହେ ନା ଗୋଟେ ଝିଅ ଯାହା ମନ୍ଦିର ବାହା କହିଲେ ମୋର ସମସ୍ତେ ଥିବେ ମୁଁ ବାହା ହେଇକି ଯିବି ନା କିଛି ଦେବେନି ମନ୍ଦିର ବାହାର ପଡିଛି ନା କଣ ରାଜା ଦେଖିବ ସେ ଫଟୋଟା ଧୂପ ଜଗା ଦେଖିବା ଆସିନା ଯୋଉଟା ଥିବେ ସବୁ ଭାଇ ମାନେ ସେ ଦେଖିଏନି ଜଗା ତୋଠାରୁ ସାର ନା ମୁଁ ଖାଲି ମନ୍ଦିରରେ ବାହାର କରିଦିଅ ଇଏ କାନ୍ଦିଲା କେମିତି କାନ୍ଦିଲ କହିଲା ବାପା ମୁଁ ମନ୍ଦିର ବାହା ହେମିନି ପପ କତିକି ଯେମିତି କଥା କହିଲା ପପ ମନା କଲା କହିଲା ନା ଆମର ମନ୍ଦିର ବାହାର କରିବା ଆଉ ଗୋଟେ ବୋଲି ଆମର ଭଉଣୀ ଆମର ମନ୍ଦିର ବାହାର ମେଳା କତରେ ଟେଣ୍ଟ ହବ ବା ଏଇଠି କରିଦବ ସେଇଠି ସେଇ ପଦାର କରିଦବ ତିନିନାଥ କତରେ ବାହାର କରିବା ଆଉ ଏଇଟା ପୁରା ବସା ଉଠା କରିବା ଏଇଟା ରନ୍ଧା ବଢା ହେଲା ଖାଇବା ପିଇବା ହେଲା ବସା ଉଠା କରିବା ଲୋକ ତମେ ନିଜେ ଦେଖ ଏ ସାଇ କତରୁ ସେ ସାଇ ତାର ଭାବ ଭାବ ଭଲ ହଉ ତୁ କିସ କହ ତୋ ବାହାରକୁ ନେଇକି କିସ କହ ମୋ ବାହାରକୁ କେତେ ଖୁସି ଅଛୁ ମୋ ବାହାରକୁ ମୋ କେତେ ଦୁଃଖ ଲାଗୁଛି ମୁଁ ବାହା ହେମିନି ଆଉ ବାହାଘର କଥା କହିବାକୁ ତା ହାତ ଛାଡି ହଉଛି ଟାଣି ଘୁଷାରି ଦୁନିଆ ସାରା ସମସ୍ତେ କହିଲେ ତମେ ଦିଅ ନମ୍ବର ଦିଅ ଖଣ୍ଡେ କଥାବାର୍ତ୍ତା ହେବେ ଆମେ କାହିଁ ମନା କରିବୁ ଆଜିକାଲି ହେଇଗଲା ଆଉ ନିଜ ନିଜ ଭିତରେ ଆମେ ତ ତୁ ତ କହିପାରିବେନି ଯେ କାହାକୁ କିଏ ଭଲ ପାଉଛି କି କିଏ ପଳେଇ ଯାଇଛି କିଏ କରିଛି ଆମେ ତ ଜୁଟେଇଦେଲୁ ସେମାନେ କହିଲେ ଯେ ଆମେ ତ ନମ୍ବର ନବା ପୁଅ ବାଲା ଘର ଖୋଜିଲେ କହିଲା ନମ୍ବର ଟିକେ ହଁ ସେ କିଛି ଦିନ କଥା ହୁଅନ୍ତୁ ନିଜ ନିଜ ସବୁ ଜାଣନ୍ତୁ ହଁ ଜାଣନ୍ତୁ ତା ପରିବେଶ ଇଏ ଜାଣିବ ବାସ୍ ସେତେବେଳେ ସେ ଆଉ ଭୁଲ ଠିକ କହିପାରିବନି ନା ସେତେବେଳେ ପୁଅ କହିପାରିବେନି କି ଝିଅ କହିପାରିବେନି ତା ପପ ବି କହିଲା ନମ୍ବରଟା ଦିଅ ବାପା ତା ବାପାକୁ କହିଲା ତ ବାପା ଦାଦାକୁ ନ ଜଣେଇ ଆମେ ଦଉନ ଦାଦା ଯେମିତି କହିଲେ ଦାଦା ତା ଦେଢ଼ଶୁର ମାଗିଲା ନା ଝିଅ ନମ୍ବରଟା ଦିଅ ବୋଲି ମୋର ବି ହିସାବରେ ତାଙ୍କର ବା କହିଲେ ତମେ ଆଉ କୋଉଠି ଯିବନି ଆମେ ଆଉ କୋଉଠି ଯିବାନି ମୁଁ କହିଲି ନା ମୁଁ ଖାଇତେ ଦେଇଛି ଗୋଟେ ବେଲା ଆଉ ଛାଡ଼ିବାନି କହୁନି ମୁଁ ଯୋଉଟା କହିନି କଣ କଥା କହିନି ନା ଠିକ ଭଲ ହେଲେ ତାର ସେଇଠି ରହିବ ଖରାପ ହେଲେ ସେଇଠି ରହିବ
ଆମେ ଭଲ ଦେଖିକି ଦେଲେ ତା କର୍ମ ଯଦି ଭୋଗିତେ ଥିବ ତାକୁ କିଛି ଗୋଟେ ମଜା ଭୋଗିବ। କଥା ଶୁଣ ଅପ କଥା ଗୋଟେ କଥା ଶୁଣ ମୁଁ ତ ଭୁବନେଶ୍ୱର ଦି ଦିନ ଅପରେସନ ହେଇକି ଆଇଲି ତା 2 ଦିନ ପରେ ପପୁ ବି କଥା କହିଲାଣି। ହୁଁ ପପୁ ବି କଥାବାର୍ତ୍ତା କଲାଣି। ମୁଁ ପପୁକୁ ସେ ପପୁ ଖୋଜିଲା ନା ହୁଁ ଆମ ପପୁ ନମ୍ବରଟା ଦିଅ ଆମେ କଥାବାର୍ତ୍ତା କରିବା ଆମେ ଇଏ କରିବା। ସେ ପୁଅ ଖୋଜିଲା। ମୁଁ ପପୁକୁ କହିଲି ପପୁ କହିଲା ମୁଁ କ'ଣ କହିଲି ତୁ ନୂଆ ନୂଆକି ଆମେ ସମସ୍ତଙ୍କୁ ଆମକୁ ଗୋଟେ ଅଲଗା ନାଗିବ। ଆମେ କଥାବାର୍ତ୍ତା ହେଇଗଲେ ଆମର ଫ୍ରି ହେଇଯିବ ନା। ତୁ କଥା କହ ସେ ଖୋଜୁଛି ତା ଶଳାଟାକୁ ସେ କଥା କହ ଠିଆ ଗୋଟେ ଫଟୋ ନିଏ କି ର ଠିଆ ହଉନୁ ହେଇର ନା ହେଇର ତ ଇଏ ଜାମାଟା ପକା କଥା କହ ସେ ଫଟୋ ଉଠେଇ ତାର ରଖିବ ତା ଇଏର ଫଟୋ ଯେ ନଡେ ତା ବାଇରକୁ ପଳେଇଯିବ ତା ଦେଖିବ ଟିକେ ଚାଇଟା ଯେ ଅଛି ମୋ ଧର 300 ଟଙ୍କା ମାରतो ଏଇ ଘଣ୍ଟା ଫଟୋ କହୁଛି ମୁଁ ଆଜି ଶାଢ଼ୀ ଖଣ୍ଡେ ପିନ୍ଧି ପଡ଼ିଥିଲି ଦିଲ୍ଲୀପ ଭାଇ ଆଇଲେ ମୁଁ ନୁଚି ପଇଲି। ये क्यों देते ना ରହୁଛି ଆଜି ଖାଲି ଯୋଉ ଦେଖି ଯାଇଲେ ଖାଲି ନା କଷ୍ଟ ପପୁ ସାଙ୍ଗରେ କଥାବାର୍ତ୍ତା କଷ୍ଟ କଲାଣି। ମଷ୍ଟ ଯା ଶାଢୀ କାଲି ବା ପପୁ ପଚାରିଲା ଲାଗିଲା ମା ଭାଇ କଥା କହୁଥିଲେ ପୁଅ ନା? ପରା ମୁଁ ନିଜେ କହିଲି ଆଇଲା ହଁ, ଦେଖିଲେ ସେ ଡେଲି ପଚାରୁଛି वो ना ମୁଁ ଫାଷ୍ଟ ଆଇଲା ଦେଖିତେ ତାପରେ ତୁ ତାଙ୍କୁ କହିବୁ ତାଙ୍କ ବଳିଆ ଜିନି କି ହୁଁ ତମ ବଳିଆ ଜିନି ବଳିଆ ବଳିଆ ଠାରୁ ସେ ସରସ ଡେଙ୍ଗା ପଡ଼ିବ ମୁଁ ଦେଖି ସେଇ ଟାଇପର ହଁ ଚଳିବ ଛତୁଆ ରଙ୍ଗର ତାଙ୍କ तो କାନୁଆ आइड कार्ड ठीक है ना दीदी ମୋଠୁ ଡେଙ୍ଗା ପୁରା ସମାନ କରିଯିବ। ମୋଠୁ ଡେଙ୍ଗା ଟିକେ ମୋ ଛୁଆ ସେ ପୋ ଛୁଆକୁ ଆଉ ଡାଙ୍ଗା କରିବୁ ନା ବାଙ୍ଗରା କରିବୁ ନାହିଁ। मैं ताकि को टानी को चले दे ଏଇ ତାଙ୍କ କାନୁଆର ଫିଗର ଯାচ্ছে ସେଇଆ ପୁରା କାନୁ ତାଙ୍କ ଖଜ ଭାଇ କାନୁ ପୁରା ମିଶି ड्रिंक हिम किसी करछे मद मद पिया ନା ନା सेटा ଖାଲି କଥା ନିଜେ ମାନିଲା କହିଲା ମୁଁ ଖାଲି ଚାହା ଟିକେ ମୁଁ ପିଇନି କାହିଁକି ନା ଯାଉଛି ଡ୍ୟୁଟି କି ୟା ଛଡା ମୁଁ କିଛି ଖାଇନି किसी का ନା चल चा पी ଚାହା ପିଏ ସେ ମାନିଲା କହିଲା ମୁଁ ମୁହଁ ଧରି ଏଇଟା ମାନିନି ନିଜେ ଯା ଫାଷ୍ଟ ଟାଇମ୍ ପାଇଁ ତା ବାହାଘର ପାଇଁ ସିଏ ହଉଛି ତାରିଫ କରୁଛି। तमे इंफॉर्मेशन करछी बोला ते मु ए फर्स्ट टाइम ओडी जे एबे मु देखिनी एमती बहुत जे तने कह का बोलनी ନାଇଁ ନାଇଁ ସିଏ ତାର ନିଜେ କହିଲା ମୋ ବାପ ଭାଇ ଯେଇଠି ଦେଖିବ ଆମର ସେଇଠି कत टुकड़ा माने ମାନେ ମୁଁ ବି ଭାବୁଥିଲି ମୁଁ କଳା ବୁଲି ଗଲେ କାଳେ ଗୋଟେ ହୁଁ ପସନ୍ଦ ହୁଁ 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 କରିବା ତ ଟିକେ ଅଫସୋସ ରହିଲା। ଆଜିକାଲି ଗୋଟେ ବି ମାନେ ସବୁ ଟୁକା ଖୋଜନ୍ତି ସୁନ୍ଦରୀ मोर हटा भी ठीक है मु आ कहमी कोन होची मोर किसी ऑप्शन नाही कहया भाई आजिकल ये माने मॉडल जो गुजन माने ମାନେ କି ଭିତରେ ଯାହା ଥାଉ ସେଠିକି ସେଟା ତାକୁ କିଏ ଦେଖୁଛି। ବାସ୍ କେବଳ ସୁନ୍ଦର ଥିବା ଦରକାର ଗୁଣ ସେ ତାଙ୍କର କହିଲେ ଯେ ଆମର ସୁନ୍ଦରପଣ ଦରକାର ଦରକାର ନାହିଁ ନାହିଁ ଆମେ ଆମର ଘର ଚଳିବ ଯେମିତି ଏଇ ଘର ବସା ହେଲା ପରେ ସେ ବି ସୁନ୍ଦର ସିଏ କଣ ଲାଗିଛ ସେ ଏଇ ବାପ ଘର ଭିତରେ ବୁଲି ବୁଲିକି ଇଏ ହଉଛି ସେ तुका बुझ जा କଦମ ବୁଲିଲା ତାଙ୍କର ନିଜ ପୁଅ ବି ଇଏଙ୍କର ପସନ୍ଦ ହେଇଗଲା ତା ଯାଇଥିଲା କିଏ କଣ ତା ପିଇସା ବଡ ପିଇସା ଯାଇଥିଲା ସିଏ ମୋଠୁ ଟିକେ ହାଇଟ୍ ହବ ଟିକେ ମୋଟା ପଡିବ ସେ ବାଇରେ ରହୁଛି ଆଉ ବାଇରେ ରହିନା ଅଲଗା ପ୍ରକାର ଗୋଟେ ଚେହେରା ଆସିଯିବ ହୁଁ बोला हरारी 50 क्विंटल खंडे चिकन टा हबो ହୁଁ ये तो अंडे तरह जीवा पपटा सामन पपटा कांदी लागे हैदराबाद ना कि मु के दे कोन कांदी होची डायरेक्ट ता नानी कथा सुनी ता मन ता भल ना भाई वो थिला न कुथले हां भूले जियो खाली तो फेर आ मंदर को ना हां जाओ फाइनल जो आइले चिकन भात दिल दी भारी केंद गेल ये भी खाइला वाला में जो हम राजा के बुढ़ा बुढ़ा बहुत कर दे खाय वाला से देखा कर आइले तो थिलु ना ମୁଁ ଏଠି ତାଳ କାଟୁଥିଲି। आसरे बॉयज कर लुका ना ମୁଁ ଏଠି ତାଳ କାଟୁନି ସେଠି ପୁଲ ଘର ସବୁ ପୁଲ ସବୁ ଦେଖୁଥିଲେ କେନାଲ ବୁଲିକି। से भाभी जी आज की तरह आ रही थी तुम गाँव ନା ମୁଁ ଜାଣିଛି ମୁଁ ଜାଣିତେ ପାଇନି ମୁଁ ଜାଣିପାଇନି ମୁଁ ଇଏ आपको कथा कही ଇଏ ଦେଖିତେ ବୋଧେ ହେଇଛନ୍ତି। पुअर के आ काठमांड पचार की चीज पचार ना ना सब पचार वो जते की पड़ी जे सके वो कते पड़ी 10 क्लास दा खाली रंधा हडा ତାଙ୍କର ମେନ୍ ହେଲା ହଉଛି ମାନେ ସବୁ ପରିଶ୍ରମୀ ଘର ओ कामिका लोक ଆଉ ଭାରି ଶାନ୍ତ ତିନି ଭାଇ ସାନ ଆଉ ସାନ